କଣ ଆପଣଙ୍କ ସହିତ କେବେ ଏମିତି ଘଟିଛି? କୌଣସି ଏକ କାମ କରିବା ପାଇଁ, କୌଣସି ଏକ ସ୍ୱପ୍ନକୁ ସାକାର କରିବା ପାଇଁ କି ନିଜର ସମସ୍ତ କୌଶଳ ଲଗେଇ ଦେଇଛନ୍ତି, ଦିନ ରାତି ଏକ କରିକି ପରିଶ୍ରମ କରିଛନ୍ତି, କିନ୍ତୁ ଯେବେ ପରିଣାମର ସମୟ ଆସିଛି ହାତ କେବଳ ନିରାଶାରେ ଭରି ଯାଇଛି। ସ୍ୱପ୍ନ ଆପଣଙ୍କର ପୁରା ହୋଇପାରିନି, ଅଧୁରା ରହିଯାଇଛି। କିନ୍ତୁ ସେଇଠି ଦେଖାଯାଇଛି କି ଆଉ ଜଣେ ଲୋକ ଆପଣଙ୍କ ତୁଳନାରେ ଅଧିକ ବି ପରିଶ୍ରମ କରିନାହାନ୍ତି ଆଉ ସେଇ ଜିନିଷଟାକୁ ବହୁତ ସୁବିଧାଜନକ ଉପାୟରେ ପ୍ରାପ୍ତି କରିନେଇଛନ୍ତି। ସେ କୌଣସି ଚାକିରିରେ ଇଣ୍ଟରଭ୍ୟୁ ଦେବା କଥା ହଉ, କୌଣସି ପାଠ ପଢା କ୍ଷେତ୍ରରେ ହଉ, କୌଣସି ବ୍ୟବସାୟିକ କ୍ଷେତ୍ରରେ ହଉ, କିମ୍ବା କିଛି ଏମିତି ସମ୍ପର୍କ ବି ହେଇଥାଉ ଯାହା ଆପଣ ଭାଙ୍ଗିବାକୁ ଚାହୁଁନଥିଲେ କିନ୍ତୁ ଭାଙ୍ଗି ଯାଇଛି। ଯୋଉଠି ଆମେ ହାରି ଯାଇଥାଉ ସେଠି ଆଉ ଜଣେ କେମିତି ଜିତି ଯାଇଥାଏ। ତ ଏଇ ଗଭୀର ଯୋଉ ନିରାଶାର ମୁହୂର୍ତ୍ତରେ ଆମ ମନ, ଆମ ହୃଦୟରୁ କେବଳ ଗୋଟିଏ ଶବ୍ଦ ବାହାରିଥାଏ, ବୋଧେ ମୋ ଭାଗ୍ୟରେ ନଥିଲା, ହୁଏତ ଭଗବାନ ଏଇଟା ଚାହୁଁନଥିଲେ। ଏଇଠି ଏକ ବହୁତ ବଡ ପ୍ରଶ୍ନ ଆସିଥାଏ। ପ୍ରଶ୍ନ ଏଇଆ, କଣ ସତରେ ଆମ ଭାଗ୍ୟ ପୂର୍ବରୁ ନିର୍ଦ୍ଧାରିତ ହେଇକି ଅଛି? କଣ ଆମେ ଜନ୍ମ ହେବା ପୂର୍ବରୁ ଭଗବାନ ଆମ ଭାଗ୍ୟ ନିଶ୍ଚିତ କରିକି ପଠେଇଛନ୍ତି? এই ପ୍ରସଙ୍ଗରେ ଆମେ ଭିଡିଓ ମଧ୍ୟ ଆଗରୁ ଏକ ପ୍ରସ୍ତୁତି କରିଥିଲୁ। ଆଜି ଆଉ ଟିକେ ସରଳ ଭାଷାରେ ବୁଝିବାର ପ୍ରୟାସ ଏହା। ଯଦି ଆମର ସବୁ କିଛି ପୂର୍ବ ନିର୍ଦ୍ଧାରିତ, ତେବେ ଏଇ ଯୋଉ ପରିଶ୍ରମ, ଏ ସଂଘର୍ଷ, ଏ ସବୁ କାହିଁକି? କଣ ଆମେ କେବଳ ଏକ ଖେଳନା ଯାହାକୁ ନଚେଇଲା ବାଲା କେହି ଆଉ ଜଣେ? ତ ଯଦି ଏମିତି ହୋଇପାରେ, ତ ଆମର ଏ ସବୁ ଇଚ୍ଛା, ଏତେ ସବୁ ଦାୟିତ୍ୱ, ଏହାର କଣ ମୂଲ୍ୟ? ଆମ ପ୍ରାଚୀନ ଶାସ୍ତ୍ରରେ ଏହାକୁ ଭାଗ୍ୟ ବା ସଂଯୋଗ କୁହାଯାଇଥାଏ। ପ୍ରାରବ୍ଧ। ତ ଆମର ଯୋଉ ପରିଶ୍ରମ, କିଛି କରିବାର ପ୍ରଚେଷ୍ଟା, ଏହାକୁ କୁହାଯାଇଥାଏ ପୁରୁଷାର୍ଥ। ଆଜି ଆମେ ଏହାର ସମ୍ପୂର୍ଣ୍ଣ ରହସ୍ୟଟିକୁ ଖୋଲିବା। ଆଜି ଆମେ ଜାଣିବା କି ପ୍ରାରବ୍ଧ ଏବଂ ପୁରୁଷାର୍ଥ କାହାର କାମ କଣ? କଣ ଆମେ ଜୀବନର ଲେଖାକୁ ବଦଳେଇ ଦେଇପାରିବା, କିମ୍ବା କେବଳ ଆଗରୁ ରଚା ହେଇଥିବା ସେଇ ନାଟକର ଏକ କଳାକାର ମାତ୍ର? ଆଜି ଆପଣ ଏଇ ଭିଡିଓଟିକୁ ଯଦି ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି, ତ ଜୀବନ, ଭାଗ୍ୟ ଏବଂ ପରିଶ୍ରମ ଏକୁ ଦେଖିବାର ଏକ ଦୃଷ୍ଟିଭଙ୍ଗୀ ବଦଳିଯିବ। ନିଜ ଭିତରେ ଏତିକି ସ୍ପଷ୍ଟତା ଆସିଯିବ ଯାହା ଆପଣଙ୍କୁ ଜୀବନର ପ୍ରତ୍ୟେକଟି ଅସୁବିଧା ସମୟରେ ମାର୍ଗ ପ୍ରଶସ୍ତ କରିବ। ଭାଗ୍ୟକୁ ଯଦି ଭଲ ଭାବରେ ବୁଝିବାକୁ ହୁଏ, ପ୍ରଥମେ କର୍ମର ସିଦ୍ଧାନ୍ତକୁ ବୁଝିବା ଦରକାର। ବହୁତ ଲୋକ ଚିନ୍ତା କରନ୍ତି କି କର୍ମ ତ ସେଇଟା ଯାହା ଆମେ ବର୍ତ୍ତମାନ କରୁଛୁ, କିନ୍ତୁ ଏମିତି କିଛି ନୁହଁ। କର୍ମକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମରେ ହେଉଛି ସଞ୍ଚିତ କର୍ମ, ଯାହା ଆମେ ଜନ୍ମ ଜନ୍ମାନ୍ତରରେ କରିଥିବା ରୋଜଗାର। ଅନନ୍ତ ଜନ୍ମର ଯୋଉ ଗଚ୍ଛିତ ଧନ ରାଶି ବା କର୍ମର ଭଣ୍ଡାର। ଏଥିରେ ଏ ଶରୀର ରଚନା ହେବା ପୂର୍ବରୁ ଆମେ ଯେତେ ଥର ଜନ୍ମ ହେଇଛନ୍ତି ଏବଂ ପ୍ରତ୍ୟେକଟି ଜନ୍ମରେ ସବୁ ଯାହା ଯାହା କର୍ମ କରିଛନ୍ତି, ଇଏ ଏକ ବହୁତ ବଡ ଗୋଦାମ ସଦୃଶ, କର୍ମର ଗୋଦାମ। ଆଉ ଦ୍ୱିତୀୟଟି ହେଉଛି ପ୍ରାରବ୍ଧ। ଯେବେ ଆମର ଇଏ ଶରୀର ରଚା ଯାଇଛି, ସଞ୍ଚିତ ରୂପକ ଗୋଦାମ ଘରୁ କିଛି ଶୁଭ ଆଉ କିଛି ଅଶୁଭ କର୍ମକୁ ବାଛିକି ସେଇ ଅନୁସାରେ ଆମକୁ ଏ ଶରୀର ପ୍ରଦାନ କରାଯାଇଛି, ଯାହାକୁ କୁହାଯାଉଛି ପ୍ରାରବ୍ଧ। ତ ସଞ୍ଚିତ ଗୋଦାମରୁ କିଛି ଖର୍ଚ୍ଚ କରିବା ପାଇଁ କି ଆମେ ବାହାର କରିଛେ। ପୁଣି ତୃତୀୟଟି ହେଉଛି ବର୍ତ୍ତମାନ କର୍ମ ବା କ୍ରିୟମାଣ କର୍ମ, ଯାହାକି ଆମ ଭବିଷ୍ୟତ ପାଇଁ ଅର୍ଥ ଏକତ୍ର ହଉଛି। ତ ଏଥିରେ ଯୋଉ ସବୁଠୁ ବଡ ରହିଲା ସଞ୍ଚିତ, ଯାହା ପଛରେ ରହିଯାଇଛି, ଏବଂ ତୃତୀୟରେ ହେଲା ଆଗାମୀ, ସିଏ ଆପଣଙ୍କ ହାତରେ ରହିଛି। କିନ୍ତୁ ଯୋଉ ଦ୍ୱିତୀୟଟି ହେଲା ପ୍ରାରବ୍ଧ, ଯାହାକୁ ସାଧାରଣ ଅର୍ଥରେ ଆମେ ଭାଗ୍ୟ କହିଥାଉ, ତ ଏଇ ପ୍ରାରବ୍ଧକୁ ବୁଝିବା ପାଇଁ କି ଆମ ସାଧୁ ସନ୍ଥ ବହୁତ ସୁନ୍ଦର ଉଦାହରଣ ଦେଇ ଯାଇଛନ୍ତି। ଚିନ୍ତା କରନ୍ତୁ, ଜଣେ ଧନୁର୍ଧାରୀ, ପିଠିରେ ତାଙ୍କର ଯୋଉ ତର୍କସ ବା ବାଣପୂର୍ଣ୍ଣ ଥଳିଟି ରହିଛି, ଏଥିରେ ବହୁତ ଗୁଡିଏ ସବୁ ତୀର ଗୁଡିକ ରଖାଯାଇଛି, ତାହା ହଉଛି ସଞ୍ଚିତ କର୍ମ। ଆଉ ଯୋଉ ତୀରକୁ ସେ ସେଥିରୁ ବାହାର କରିକି ଧନୁରେ ସଂଯୋଗ କରୁଛନ୍ତି, ତାକୁ ଛାଡିବାକୁ ଯାଉଛନ୍ତି, ତାହା ହଉଛି ଆଗାମୀ କର୍ମ। ଏ ତୀରର ଦିଶା ବଦଳା ଯାଇପାରେ, କିନ୍ତୁ ଯୋଉ ତୀରକୁ ସେ ଲକ୍ଷ୍ୟ ଉଦ୍ଦେଶ୍ୟ କରିକି ଛାଡି ସାରିଛନ୍ତି, ଯିଏ ହାୱାରେ ଅଛି ଆଉ କ୍ଷିପ୍ର ଗତିରେ ନିଜ ଲକ୍ଷ୍ୟ ଦିଗରେ ଅଗ୍ରସର ହଉଛି, ତାକୁ ଫେରେଇ ଆଣି ହବ? ନାଇଁ। ହାୱାରେ ତାର ଦିଗ ପରିବର୍ତ୍ତନ କରିହବ? ନାଇଁ। ସେ ଯାଇକି ଲକ୍ଷ୍ୟରେ ଭେଦ କରିବ। ତ ଇଏ ଛାଡି ଯାଇଥିବା ତୀର ହେଉଛି ଆମ ପ୍ରାରବ୍ଧ, ଯୋଉଟା କି ଆମ ଶରୀର ରଚନା ସମୟରେ ବାହାର କରି ନିଆଯାଇଛି। ଇଏ ହେଉଛି ସେଇ ପୃଷ୍ଠା ଯାହା ଜନ୍ମ ପୂର୍ବରୁ ଲେଖା ହେଇକି ଆସିଛି, ଯାହାକୁ ଆମେ ଚାହିଁକି ବି ବଦଳେଇ ପାରିବାନି। ଯେମିତିକି ଆମେ କୋଉ ସ୍ଥାନରେ ଜନ୍ମ ହେବା, ମାତା କିଏ ହେବେ, ପିତା କିଏ ହେବେ, ଆମ ଶରୀରର ସଂରଚନା କେମିତି ହବ, ସୁସ୍ଥ ରହିବା ନା ରୁଗ୍ଣ ରହିବା, କୋଉ ବୟସରେ କଣ ରୋଗ ହବ,
ଗରିବରେ ଦିନ କାଟିବ ନା ଧନୀରେ ଦିନ କାଟିବ, ଏ ସବୁ ପ୍ରାରବ୍ଧ ନିଶ୍ଚିତ। ଏଥିରେ ଆମର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଏସବୁ ଚିନ୍ତା କରିକି ଯଦି ଆମେ ଦୁଃଖିତ ରହିବା, ଭଗବାନଙ୍କୁ ଦୋଷାରୋପ କରିବା, ଏହାର ଅର୍ଥ କି ଆପଣ ସେ ଛାଡି ଯାଇଥିବା ବାଣ ସହିତ ଲଢେଇ କରିବାକୁ ଚେଷ୍ଟା କରୁଛନ୍ତି। ତ ଏହା କେବଳ ବୋକାମି ଛାଡା ଆଉ କଣ ହେଇପାରେ। କିନ୍ତୁ ଏଇଠି ହିଁ ଜଣେ ଲୋକଙ୍କର ସବୁଠୁ ଭୁଲ ଧାରଣା ଆରମ୍ଭ ହୋଇଥାଏ। ପ୍ରକୃତରେ ତ ଏଇଠୁ ଆରମ୍ଭ ହୋଇଥାଏ ଭାଗ୍ୟର କରାମତି। ତ ଯଦି ସବୁ କିଛି ପୂର୍ବ ନିର୍ଦ୍ଧାରିତ, ତେବେ ମୁଁ ପରିଶ୍ରମ କାହିଁକି କରିବି? ବହୁତ ଲୋକ କୁହନ୍ତି, ଆପଣ ବି ଶୁଣିଥିବେ, ଯାହା ଭାଗ୍ୟରେ ଅଛି ଯଦି ଆପେ ଆସିଯିବ, ଆଉ ଯୋଉଟା ଭାଗ୍ୟରେ ନାହିଁ ଯଦି ମୁଣ୍ଡ କୋଡ଼ିଲେ ବି ମିଳିବନି, ତେବେ ପରିଶ୍ରମ କାହିଁକି କରିବି? ନାଇଁ, ଏ କଥା ସତ ନୁହଁ। ଏ ଲୋକମାନଙ୍କର ଏକ ବାହାନା ହୋଇଥାଏ। ଯେ ଲୋକ ଦାୟିତ୍ୱ ବୋଝକୁ ନିଜେ ମୁଣ୍ଡେଇବାକୁ ଚାହାନ୍ତିନି, ଯେ ପରିଶ୍ରମ କରିବାକୁ ଡରନ୍ତି, ଅଳସୁଆ ପ୍ରକୃତିର ଲୋକ। ପ୍ରାରବ୍ଧର ଅର୍ଥ ଏଇଆ ନୁହେଁ କି ଆପଣଙ୍କ ପୁରା ଜୀବନରେ କଣ ଘଟିବ ସବୁ ନିର୍ଦ୍ଧାରିତ ହେଇକି ଅଛି। ପ୍ରାରବ୍ଧ ଏକ ମଞ୍ଚ ସଦୃଶ ହୋଇଥାଏ, ଯୋଉଟାକୁ ଶରୀର ରଚନା ସମୟରେ ଦିଆଯାଇଛି। କିନ୍ତୁ ତାପରେ ଛିଡା ଯାଇକି ଆପଣ କୋଉ ନାଟକ ପରିବେଷଣ କରିବେ, କୋଉ ଭଳି ଭାବରେ ଅଭିନୟ କରିବେ, କେତେ ନିପୁଣତାର ସହିତ ଅଭିନୟ କରିବେ, ଇଏ ପ୍ରାରବ୍ଧର କାମ ନୁହଁ। ଇଏ କେହି ଅନ୍ୟ ଜଣେ ନିର୍ଦ୍ଧାରିତ କରିଥାଏ। ସେ ହଉଛି ପୁରୁଷାର୍ଥ। କିନ୍ତୁ ଏଇଠି ଆଉ ଗୋଟିଏ କଥା, ଜଣେ ବହୁତ କର୍ମଚଞ୍ଚଳ, ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ କରୁଛନ୍ତି, ପିଲାବେଳୁ 25 ବର୍ଷ ପର୍ଯ୍ୟନ୍ତ ବହୁତ ସୁସ୍ଥ ରହିଲେ, ତାପରେ ଦେଖାଯାଉଛି ଅଚାନକ ବିପତ୍ତି ପରେ ବିପତ୍ତି। ତ ଏମିତି କାହିଁକି? ଗୁରୁଜୀ ଏହାକୁ ବହୁତ ସୁନ୍ଦର ଭାବରେ ବୁଝେଇ ଦେଇଥିଲେ। ଧରାଯାଉ ସେ ଲୋକ କୋଉ ଜୀବନରେ କୋଉ ଏକ ଗର୍ଭସ୍ଥ ଶିଶୁକୁ ବି ନଷ୍ଟ କରିଥିଲେ। ତ ଇଏ ଜନ୍ମରେ ଯେତେବେଳେ ସେ ଗର୍ଭରେ ଆସିବେ, ଠିକ ସେଇ ସମୟରେ ତାଙ୍କୁ ବି ନଷ୍ଟ ହେବାକୁ ପଡିବ। ଜଣେ ଯୁବକ ଅବସ୍ଥାରେ କିଛି 25 ବର୍ଷ ବୟସରେ ପାପ କରିଥିଲେ, ଆଉ ସେ କର୍ମର ଫଳ ଯୋଉ ଦିନ ଭୋଗିବାର ସମୟ ଆସିବ, ଠିକ ସେ ସମାନ ଅବସ୍ଥାରେ ଭୋଗିବାକୁ ପଡିବ ସେ 25 ବର୍ଷ ବୟସରେ। ଯିଏ ଯୋଉ ପ୍ରକାର ଯୋଉ ଅବସ୍ଥାରେ ପାପ କରିଥିଲେ, ସେ ଠିକ ସମାନ ପ୍ରକାର ଆଉ କିଛି ସୁଧ ସହିତ ମିଶେଇକି ତାଙ୍କୁ ଭୋଗିବାକୁ ପଡିବ। ଯେ ବୃଦ୍ଧାବସ୍ଥାରେ ପାପ କରିଥିଲେ, ବୃଦ୍ଧାବସ୍ଥାରେ ପଡିକି ସଢିବାକୁ ପଡିବ। ହୋସରେ ରହିବା ଦରକାର। ବେଶୀ ଲୋକ ତ ଯୁବକ ଅବସ୍ଥାରେ ପାପ କରନ୍ତି, ତେଣୁ ଭୋଗିବାକୁ ବି ସେଇ ଯୁବକ ଅବସ୍ଥାରେ ପଡେ। ଅଧିକାଂଶ ଦେଖିବେ ଏଇ ଯୁବକ ଅବସ୍ଥାରେ କଷ୍ଟ ପାଆନ୍ତି। ମାନସିକ ଅଶାନ୍ତି, ଚିନ୍ତା, ଡିପ୍ରେସନ ଏସବୁ ଯୁବା ଅବସ୍ଥାରେ ବେଶୀ ଦେଖାଯାଏ। ଉନ୍ନତିରେ ବାଧା ପହଞ୍ଚେଇବା ପ୍ରାରବ୍ଧର କାମ। ପ୍ରାରବ୍ଧ ଯେତେବେଳେ ପାପ ଭୋଗ ଆରମ୍ଭ ହେବ, ବଡରୁ ବଡ ଉନ୍ନତିକୁ ଅବନତିରେ ବଦଳାଇ ଦେବ। ଆଉ ପ୍ରତ୍ୟେକଟି ପରିସ୍ଥିତି କେବଳ ଦୁଃଖ ପ୍ରଦାନ କରିବ, ପ୍ରତ୍ୟେକଟି ସଫଳତାକୁ ବିନଷ୍ଟ କରିଦେବ, କାହିଁକିନା ପାପ କରିଥିଲେ। କିଏ ଦେଖନ୍ତୁ କିଛି ପ୍ରୟାସ ବି କରୁନାହାନ୍ତି, କେବଳ ଉନ୍ନତି ପରେ ଉନ୍ନତି ଘଟି ଚାଲିଛି। ଆଉ ଜଣେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି, ଅସଫଳ ପରେ ଅସଫଳ ହେଇ ଚାଲିଛନ୍ତି। ତ ପୂର୍ବରୁ ଯୋଉ ଆମର ପାପ ରହିଛି, ସିଏ ଆମକୁ ଅସଫଳତା ପ୍ରଦାନ କରୁଛି, ଆଉ ପୂର୍ବର ଯୋଉ ପୁଣ୍ୟ ରହିଛି ସିଏ ସଫଳତା ପ୍ରଦାନ କରୁଛି। କିନ୍ତୁ ଏଇ ପ୍ରାରବ୍ଧକୁ ଆମେ ବଦଳେଇ ପାରିବାନି, କେବଳ ପରିବର୍ତ୍ତନ କରିବା। ଏବେ ଆସନ୍ତୁ ପରିବର୍ତ୍ତନ କରିବାର ଉପାୟ। ଏ ପ୍ରାରବ୍ଧ ରୂପକ ଯୋଉ ତୀର ଯେ ଧନୁଷରୁ ଏବେ ଛୁଟି ଯାଇଛି, ତାକୁ ବାନ୍ଧିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଆମ ନିୟନ୍ତ୍ରଣରେ ଯୋଉଟା ରହିଛି ପୁରୁଷାର୍ଥ, ଏ ପୁରୁଷାର୍ଥର ମାନେ କେବଳ ଦିନ ରାତି ପରିଶ୍ରମ କରିବା ନୁହଁ। ପୁରୁଷ ଯୁକ୍ତ ଅର୍ଥ ସମାନ ପୁରୁଷାର୍ଥ। ପୁରୁଷ ଅର୍ଥାତ୍ ମଣିଷ ବା ଆତ୍ମା, ଅର୍ଥ ହଉଛି ମାନେ ବା ଉଦ୍ଦେଶ୍ୟ, ପ୍ରୟୋଜନ। ତ ପୁରୁଷାର୍ଥର ପ୍ରକୃତ ଅର୍ଥ ହଉଛି ନିଜର ସ୍ୱତନ୍ତ୍ର ଇଚ୍ଛାର ଉପଯୋଗ କରିକି ସମ୍ପୂର୍ଣ୍ଣ ଚେତନାର ସହିତ ସଠିକ ଦିଶାରେ କର୍ମ କରିବା। ଅର୍ଥାତ୍ ଆଜି ଆପଣଙ୍କର ଭାଗ୍ୟରେ ଅଛି ଜଣେ ବ୍ୟବସାୟୀ ବନିବେ, ସେ ଅନୁସାରେ ଆପଣ ପରିବା ଦୋକାନଟେ ଖୋଲିଦେଲେ। କିନ୍ତୁ କଣ କରୁଛନ୍ତି ନା, ଆପଣ ଉଠୁଛନ୍ତି ସକାଳ 8ଟାରେ, ନିତ୍ୟକର୍ମ ସାରୁ ସାରୁ 9ଟା କି 9:30, ପୁଣି ଯାଇ ଦୋକାନ ଖୋଲିଲା ବେଳକୁ 10ଟା। ଗ୍ରାହକ ଥିବେ, ଆଉ ସକାଳେ ତ ଯେ ଯାହାର କିଣା କିଣି କରିକି ଗଲେଣି, ବିକ୍ରି କମ ହବ। କିମ୍ବା ଅନ୍ୟ ଦୋକାନୀ ଅପେକ୍ଷା ଆପଣ ଅଧିକ ଦାମରେ ବିକ୍ରି କରିବାକୁ ଚାହିଁଲେ, ଗ୍ରାହକ ଆସିବେ? ଗ୍ରାହକଙ୍କ ସହିତ ରୁକ୍ଷ କଥାବାର୍ତ୍ତା କଲେ କିଏ ଆସିବେ? ଏ ସମସ୍ତ ନିର୍ଭର କରେ ଆପଣଙ୍କ ବର୍ତ୍ତମାନ କର୍ମ ଉପରେ। ଯଦି ଭୋର ଉଠି ଯାଉଛନ୍ତି, ପ୍ରଥମେ ଦୋକାନ ଖୋଲୁଛନ୍ତି, ଦୋକାନ ପତ୍ର ସଫାସଫି ରଖୁଛନ୍ତି, ସଠିକ ଦାମ ନେଉଛନ୍ତି, ସଠିକ ଓଜନ ଦଉଛନ୍ତି, ଗ୍ରାହକଙ୍କ ସହିତ ଭଲ କଥା ହେଉଛନ୍ତି, ଗ୍ରାହକ ଆସିବେ, ଧୀରେ ଧୀରେ ଉନ୍ନତି ଘଟିବ। ଇଏ ନିର୍ଭର କରେ ଆପଣଙ୍କ ବର୍ତ୍ତମାନ କର୍ମ ଉପରେ ବା ପୁରୁଷାର୍ଥ ଉପରେ। ପ୍ରାରବ୍ଧରେ ଥିଲା ଦୋକାନ କରିବେ, କିନ୍ତୁ କେମିତି କରିବେ ସେଟା ଆପଣଙ୍କ ପୁରୁଷାର୍ଥ।
ଆପଣଙ୍କୁ କୋଉ ଘରେ ଜନ୍ମ ମିଳିଛି, ଆପଣଙ୍କ ଶରୀର କେମିତି ମିଳିଛି, ଆପଣଙ୍କ ପାଖରେ ସମ୍ପତ୍ତି କେତେ ରହିଛି, ଇଏ ନିର୍ଣ୍ଣୟ କରେ ପ୍ରାରବ୍ଧ। କିନ୍ତୁ ଆପଣ ଯେ ଏହାକୁ କେମିତି ବ୍ୟବହାର କରିବେ, ଆପଣଙ୍କର ଦିନଚର୍ଯ୍ୟା, ଆପଣଙ୍କର ଇଚ୍ଛା ଶକ୍ତି, ଆପଣଙ୍କର କର୍ମ ଦକ୍ଷତା, ଇଏ ଆପଣଙ୍କ ଉପରେ ନିର୍ଭର କରେ। ନିଜ ଭାଗ୍ୟକୁ ନିନ୍ଦା କରିକି ଦିନ କାଟୁଛନ୍ତି, ଆପଣଙ୍କୁ ଏ ନିନ୍ଦା କରିବାରେ କିଛି ଭାଗ୍ୟ ବଦଳି ଯିବନି, ବରଂ ଆହୁରି ଲୋ ଭାଇବ୍ରେସନକୁ ଚାଲିଯିବେ। ଡିପ୍ରେସନ, ଏନଜାଇଟି ଆଉ କିଛି ପାଇବେନି। ମହର୍ଷି ମାର୍କଣ୍ଡେୟଙ୍କ କଥା ଶୁଣିଛନ୍ତି? ଯେବେ ତାଙ୍କର ଜନ୍ମ ହୋଇଥିଲା, ତାଙ୍କ ପିତା ଜଣେ ଜ୍ୟୋତିଷ ଆଚାର୍ଯ୍ୟଙ୍କୁ ଯେତେବେଳେ ଡାକିକି ତାଙ୍କ କୁଣ୍ଡଳୀ ଦେଖେଇଥିଲେ, ପିଲାର ଆୟୁଷ ମାତ୍ର 16 ବର୍ଷ। 16 ବର୍ଷରେ ନୀଳା ସମାପ୍ତ ହୋଇଯିବ। ପ୍ରାରବ୍ଧ ରହିଥିଲା 16 ବର୍ଷ। ଇଏ ସେହି ପୃଷ୍ଠା ଯାହା ପୂର୍ବରୁ ଲେଖା ହେଇକି ଆସିଥିଲା, ଆଉ ସେଥିରେ ବ୍ରହ୍ମାଣ୍ଡଙ୍କର ଷ୍ଟାମ୍ପ ଲାଗି ଯାଇଥିଲା। କିନ୍ତୁ ଯେମିତି ଯେମିତି ମାର୍କଣ୍ଡେୟ ବଡ ହେବାକୁ ଲାଗିଲେ, କେବଳ ପ୍ରାରବ୍ଧ ସାମ୍ନାରେ ମୁଣ୍ଡ ନୁଆଇ ନଥିଲେ, ନିଜର ପୁରୁଷାର୍ଥକୁ ଜଗେଇଥିଲେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ରଚନା କରିଥିଲେ, ମହାଦେବଙ୍କର ଘୋର ତପସ୍ୟାରେ ଲୀନ ହୋଇଯାଇଥିଲେ। ଆଉ 16 ବର୍ଷ ଯେଦିନ ପୁରା ହୋଇଥିଲା, ସାକ୍ଷାତ ଯମରାଜ ତାଙ୍କୁ ଯେତେବେଳେ ନେବାକୁ ଆସିଥିଲେ, ଯୋଉଟା ତାଙ୍କର ପ୍ରାରବ୍ଧ ନିଶ୍ଚିତ ଥିଲା, ତେବେ ତାଙ୍କ ପୁରୁଷାର୍ଥର କ୍ଷମତା ଏତେ ଅଧିକ ହୋଇଯାଇଥିଲା, ତାଙ୍କ ତପସ୍ୟାର ଶକ୍ତି ଏତେ ଅଧିକ ଥିଲା, ସ୍ୱୟଂ ମହାଦେବଙ୍କୁ ସେଠାରେ ପ୍ରକଟ ହେବାକୁ ପଡିଥିଲା, ଆଉ ଯମରାଜଙ୍କୁ ସେଠାରୁ ଖାଲି ହାତରେ ଫେରିବାକୁ ପଡିଥିଲା। ମାର୍କଣ୍ଡେୟଙ୍କର ପୁରୁଷାର୍ଥ ତାଙ୍କର ମୃତ୍ୟୁର ପ୍ରାରବ୍ଧକୁ ବଦଳାଇ ଦେଇଥିଲା, ତାଙ୍କୁ ଚିରଞ୍ଜୀବୀ ବନାଇ ଦେଇଥିଲା। ଯଦି ଆପଣଙ୍କର ପ୍ରାରବ୍ଧ ଭାରି ରହିଥିବ ଆଉ ପୁରୁଷାର୍ଥ କମଜୋର ରହିଥିବ, ତେବେ ଆପଣ ହାରିଯିବେ। କିନ୍ତୁ ଯଦି ଆପଣଙ୍କର ପୁରୁଷାର୍ଥ, ଆପଣଙ୍କର ପରିଶ୍ରମ ଏ ପ୍ରାରବ୍ଧ ଠାରୁ ଅଧିକ ଭାରି ହେଇଯିବ ନା, ଭାଗ୍ୟକୁ ଆପଣଙ୍କ ଆଗରେ ହାରିବାକୁ ପଡିବ। କଥାଟିକୁ ଆଉ ଟିକେ ସରଳ ଭାଷାରେ କହୁଛି, ଆଜିର ମଡର୍ଣ୍ଣ ଟେକ୍ନୋଲୋଜି, ଯୋଉ କମ୍ପ୍ୟୁଟର, ସ୍ମାର୍ଟଫୋନ, ସେ ଭାଷାରେ ବୁଝିବା। ଆମର ଏଇ ଯୋଉ ଶରୀର, ଏ ପରିବାର, ଏ ପରିସ୍ଥିତି, ଏ ସମସ୍ତ ଗୋଟେ ହାର୍ଡୱେର ସଦୃଶ ହେଲେ, ପ୍ରାରବ୍ଧ ହେଉଛି ଏକ ଡିଫଲ୍ଟ ସଫ୍ଟୱେୟାର, ଯାହାକି ପିଲା ବେଳରୁ ଆମ ସିଷ୍ଟମରେ ଇନଷ୍ଟଲ କରିକି ପଠାଯାଇଛି। ଆପଣ କହିବେ କି ଯଦି ପ୍ରାରବ୍ଧରୁ ସଫ୍ଟୱେୟାର ଲଗେଇକି ପଠାଯାଇଛି, ଆଉ ମୁଁ କଣ କରିବି? ଆଜ୍ଞା, ଏଇଠି ତ ପୁରୁଷାର୍ଥର ପ୍ରଭାବ କାମ କରେ। ପୁରୁଷାର୍ଥ ହେଉଛି ସେଇ ପ୍ରୋଗ୍ରାମର, ଯେ ସେଇ ଡିଫଲ୍ଟ କୋଡାର ହୋଇଥାଏ, ଯେ ଡିଫଲ୍ଟ ସଫ୍ଟୱେୟାରକୁ ବି ବଦଳି ଦେଇପାରେ। ଭଲେ ହିଁ ଆପଣଙ୍କର ସେଇ ପୁରୁଣା ଲୋ ସଫ୍ଟୱେୟାର ଇନଷ୍ଟଲ କରାଯାଇଛି, ତଥାପି ଆପଣ ଯଦି ଜଣେ ଉତ୍କୃଷ୍ଟ ପ୍ରୋଗ୍ରାମର ହେଇଥିବେ, ଆପଣ ନୂତନ କୋଡ ଲେଖିପାରିବେ, ଦିମାଗରେ ନୂତନ ଅଭ୍ୟାସ ତିଆରି କରିକି ପେଜ ଇନଷ୍ଟଲ କରିପାରିବେ, ପ୍ରତ୍ୟେକ ଦିନ ପରିଶ୍ରମ କରିକି ସେ ପୁରୁଣା ସଫ୍ଟୱେୟାରକୁ ବି ଆପଡେଟ କରିଦେଇପାରିବେ, ଅର୍ଥାତ୍ ନିଜ ଭାଗ୍ୟକୁ ହ୍ୟାକ୍ କରିପାରିବେ। ଏ ପ୍ରାରବ୍ଧ ଆପଣଙ୍କର ଆରମ୍ଭ ନିର୍ଦ୍ଧାର୍ଯ୍ୟ କରିଥିଲେ, ଗରିବ ଘରେ ଜନ୍ମ ହୋଇଥିଲେ, ସେ ଆପଣଙ୍କର ଡିଫଲ୍ଟ କୋଡ ଥିଲା, କିନ୍ତୁ ଆପଣଙ୍କର ପୁରୁଷାର୍ଥ ଏହାକୁ ରିରାଇଟ୍ କରିଦେଲା। ଆପଣଙ୍କୁ ଆଉ ଗରିବ ହେଇକି ମରିବାର ନାହିଁ। ତ ଆମେ ଭାଗ୍ୟର ପ୍ରୋଗ୍ରାମିଂକୁ ବଦଳେଇବା କେମିତି? ବାସ୍ତବ ଜୀବନରେ ନିଜ ପୁରୁଷାର୍ଥକୁ ବଢେଇବା କେମିତି? ଏହାକି ଆମ ଭାଗ୍ୟ ସପକ୍ଷରେ କାମ କରିବାକୁ ଲାଗିବ। ଜୀବନରେ ନୂତନ ଭାଗ୍ୟ ଲେଖିବାକୁ ହେଲେ 3 ଗୋଟି ପ୍ରଭାବିତ ଉପାୟ ଗୁଡିକ ଆଜି ଜାଣିବା। ଉପାୟ ନମ୍ବର 1, ଏକ୍ସପେକ୍ଟେନ୍ସ, ଅର୍ଥାତ୍ ନିଜ ପ୍ରାରବ୍ଧକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରିନେବା। ଅଧିକାଂଶ ଲୋକ ନିଜ ଜୀବନକୁ କେବଳ ଅଭିଯୋଗରେ ଦିନ କାଟନ୍ତି। ମୋ ଉଚ୍ଚତା କମ୍, ଟିକେ ଗେଡା ହୋଇଗଲି, ମୋ ରଙ୍ଗ କଳା, ମୁଁ ଗରିବ ଘରେ ଜନ୍ମ ହେଲି, ମୋ ପିତା ମାତାଙ୍କ ସହଯୋଗ ପାଇଲିନି, ମୋ ଅତୀତ ଖରାପ ଥିଲା। ଆଜ୍ଞା, ଏସବୁ ପ୍ରାରବ୍ଧର ଫଳ। ଇଏ ସେଇ ତୀର ଯିଏ ଲକ୍ଷ୍ୟ ଭେଦ କରିସାରିଛି। ଏବେ ଯଦି ଆପଣ ସାରା ଜୀବନ ବି ବସିକି କାନ୍ଦିବେ, ତଥାପି ଆପଣଙ୍କର ପିଲାଦିନ, ଆପଣଙ୍କର ପିତାମାତା କିମ୍ବା ମିଳିଥିବା ଏସବୁ ଜିନିଷକୁ ଆଉ କେବେ ବଦଳେଇ ପାରିବେନି। ଯେ ପର୍ଯ୍ୟନ୍ତ ଏଇ ଅତୀତକୁ ନେଇ ଭାବୁଥିବେ, ଭବିଷ୍ୟ ବଦଳେଇ ପାରିବେନି। ତେଣୁ ଯୋଉଟା ମିଳିଛି, ଯୋଉଟା ନିଜ ପାଖରେ ଅଛି, ପ୍ରଥମେ ତାକୁ ସ୍ୱୀକାର କରିନିଅନ୍ତୁ। ଯେଉଁଥିରେ ଆପଣ ନିଜର ପରିସ୍ଥିତି, ନିଜର କମଜୋରି ଗୁଡ଼ିକୁ ସ୍ୱୀକାର କରିନେଉଛନ୍ତି, ସେଦିନ ହିଁ ଆପଣଙ୍କର ସେ ପରିସ୍ଥିତି ଗୁଡ଼ିକ ଆପଣଙ୍କ ଉପରେ ନିୟନ୍ତ୍ରଣ ଶେଷ ହେଇଯାଉଛି। ଏବେ ଆପଣଙ୍କର ଏନର୍ଜି ଆଉ କାନ୍ଦିବାରେ ନୁହଁ, ନିଜକୁ ପରିବର୍ତ୍ତନ କରିବାରେ ଲଗେଇ ଦଉଛନ୍ତି। ଏବେ ଆସନ୍ତୁ ଦ୍ୱିତୀୟ ଉପାୟ, ବର୍ତ୍ତମାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଆପଣ କଣ ଭାବୁଛନ୍ତି, ଭାଗ୍ୟ କୋଉଠି କିଏ ନଟ୍ରି କରିକି ଆମ ପାଇଁ କି ପଠାଉଛନ୍ତି, କିମ୍ବା କୋଉ ଫ୍ୟାକ୍ଟ୍ରିରେ ତିଆରି ହେଇକି ଆମ ପାଇଁ ଆସୁଛି? ନାଇଁ, କର୍ମର ବିଜ୍ଞାନ ବହୁତ ସଫା ହୋଇଥାଏ। ଯୋଉ ପୁରୁଷାର୍ଥ ଆପଣ ଆଜି କରୁଛନ୍ତି, ଯୋଉ ପଦକ୍ଷେପ ଆପଣ ଆଜି ନେଉଛନ୍ତି, ସେ ଆପଣଙ୍କର ଆସନ୍ତା କାଲିର ଭାଗ୍ୟ ହେଇକି ଆସିବ। ଆଜିର ପରିଶ୍ରମ, କାଲିର ଭାଗ୍ୟ।
ଆଜି ଆପଣ ଯଦି ଜଙ୍କ ଫୁଡ୍ ଖାଉଛନ୍ତି, ବ୍ୟାୟାମ କରୁନାହାନ୍ତି, ସକାଳୁ ଡେରିରେ ଉଠୁଛନ୍ତି, ଖରାପ ଖାଦ୍ୟ ଗ୍ରହଣ କରୁଛନ୍ତି, 5 ବର୍ଷ ପରେ ଯେତେବେଳେ ଆପଣ ରୋଗରେ ପଡ଼ିବେ, ସିଏ କ'ଣ ଆପଣଙ୍କ ଭାଗ୍ୟ? ଇଏ ଆପଣଙ୍କ ପୁରୁଷାର୍ଥର ପରିଣାମ। ଆଜି ଆପଣ ଯଦି ଚୁପଚାପ ନିଜ କର୍ମ କରିଚାଲିଛନ୍ତି, ଅନବରତ ବିଶ୍ରାମ ନ ନେଇକି ପରିଶ୍ରମ କରିଚାଲିଛନ୍ତି, ନିଜ କର୍ମ କ୍ଷେତ୍ରରେ ଧ୍ୟାନ ଦେଇଛନ୍ତି, କିଛି ବର୍ଷ ପରେ ଯେତେବେଳେ ଆପଣ ସଫଳତା ପାଉଛନ୍ତି, ଲୋକେ କ'ଣ କହୁଛନ୍ତି? ଦେଖ କି ଭାଗ୍ୟ ପାଇଛି। କିନ୍ତୁ ଆପଣ ଜାଣିଛନ୍ତି ସେ ଭାଗ୍ୟ ପାଇବା ପାଇଁ କି ଆପଣଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଛି। ତେଣୁ ସେ ଭବିଷ୍ୟତର ଚିନ୍ତା ଛାଡ଼ନ୍ତୁ, ସମସ୍ତ ନିୟନ୍ତ୍ରଣକୁ ଆଜି ଉପରେ କେନ୍ଦ୍ରିତ କରିଦିଅନ୍ତୁ। ବର୍ତ୍ତମାନକୁ ଏତେ ଉନ୍ନତ କରିଦିଅନ୍ତୁ, କାଲିର ଭାଗ୍ୟକୁ ଆପଣଙ୍କ ଆଗରେ ନଇବାକୁ ପଡ଼ିଯାଉ। ଏବେ ତୃତୀୟ ଉପାୟ, ପ୍ରତିକ୍ରିୟା ଛାଡ଼ିକି ଗୁରୁତ୍ୱ ଦେବା ଶିଖନ୍ତୁ। ଏ ହୋଇଥାଏ ପୁରୁଷାର୍ଥର ପ୍ରକୃତ ପରୀକ୍ଷା। ଥରେ ଚିନ୍ତା କରନ୍ତୁ, କି ଆପଣଙ୍କୁ ଅପମାନିତ କରୁଛନ୍ତି, ଗାଳି ଦଉଛନ୍ତି, କି ଆପଣ କ'ଣ କରୁଛନ୍ତି? ରାଗି ଯାଉଛନ୍ତି, ତାକୁ ବି ଗାଳି ଦଉଛନ୍ତି। ଏ ହେଉଛି ପ୍ରତିକ୍ରିୟା। ଏ ଆପଣଙ୍କର ପୁରୁଣା ପ୍ରୋଗ୍ରାମିଂ, ଆପଣଙ୍କର ପ୍ରାରବ୍ଧ। ଯେକୌଣସି ବିନା ବିଚାରରେ କି ପ୍ରତିକ୍ରିୟା ଦଉଛି, ଆପଣ ସେ ସମୟରେ ଏକ କାଠ ପୁତୁଳି ହେଇଯାଉଛନ୍ତି। କିନ୍ତୁ କି ଯେତେବେଳେ ଆପଣଙ୍କୁ ଗାଳି ଦଉଛନ୍ତି, ତୁରନ୍ତ ଆପଣ ଯଦି ନ ରାଗିକି ଟିକେ ରହିଯାଉଛନ୍ତି, ଗଭୀର ଏକ ଶ୍ୱାସ ନେଇକି ମସ୍ତିଷ୍କକୁ ଶାନ୍ତ ରଖିକି ପୁଣି ବିଚାର ବିବେଚନା କରିଛନ୍ତି ଯେ ମୂର୍ଖ ସହିତ ଲାଗିକି ମୋତେ ଲାଭ କ'ଣ ମିଳିବ, ଚୁପଚାପ ସେଇଠୁ ହସିକି ଚାଲି ଯାଉଛନ୍ତି। ତ ଏ ଟିକେ ସମୟ ରହିଯିବା, ଏ ବିଚାର ବିବେଚନା କରିକି ନିର୍ଣ୍ଣୟ ନେବା, ଇଏ ହେଉଛି ଆପଣଙ୍କ ପୁରୁଷାର୍ଥ। ଯେ ପର୍ଯ୍ୟନ୍ତ ଆପଣ ଏଇ ବୋକା ଭାବରେ କାମ କରିଚାଲୁଛନ୍ତି, ଆପଣଙ୍କ ପ୍ରାରବ୍ଧ ଆପଣଙ୍କୁ ନିୟନ୍ତ୍ରଣ କରି ରଖିବ। କିନ୍ତୁ ଆପଣ ଯେତେବେଳେ ବୁଝି ବିଚାରିକି ସମ୍ପୂର୍ଣ୍ଣ ବୁଦ୍ଧିମତାର ସହିତ ନିର୍ଣ୍ଣୟ ନେଉଛନ୍ତି, ତେବେ ଆପଣଙ୍କ ଭାଗ୍ୟକୁ ଆପଣ ନିଜେ ଚଳାଉଛନ୍ତି। ପ୍ରତ୍ୟେକଟି ଛୋଟ ନିର୍ଣ୍ଣୟ। ସକାଳୁ ଆଲାର୍ମ ବାଜୁଛି, ଆପଣ ସ୍ନୋଜ୍ ଦବେଇବେ ନା ଉଠିକି କାମ କରିବେ? ରିଲ୍ ସ୍କ୍ରଲ୍ କରିବେ ନା ବହି ପଢ଼ିବେ? କ୍ରୋଧ କରିବେ ନା ଶାନ୍ତ ରହିବେ? এই ଛୋଟ ଛୋଟ ନିର୍ଣ୍ଣୟ ଗୁଡ଼ିକ ହେଉଛି ସେଇ କଲମ ଯେଉଁଥିରେ ଆପଣଙ୍କ ଜୀବନର ଦୈନନ୍ଦିନ ପୃଷ୍ଠା ଲେଖା ଚାଲିଛି। ଶେଷରେ ଆଉ ଥରେ ପୁରା ସାରାଂଶଟିକୁ ବୁଝିବା। ତେବେ ହଁ, ଜୀବନର ପ୍ରାରମ୍ଭିକ ପୃଷ୍ଠା ତ ଲେଖିକି ପଠାଯାଇଛି, ଯେବେ ଆମେ ଜନ୍ମ ହେଇଥିଲେ। ଇଏ ଆମ କାହାଣୀର ଅଫୁନ୍ ସିନ୍। ଆମ ଆଖପାଖ, ଆମ ସମ୍ପର୍କୀୟ, ଆମ ବ୍ୟାକଗ୍ରାଉଣ୍ଡ, ପ୍ରାରବ୍ଧ ନିଶ୍ଚିତ। କିନ୍ତୁ କୌଣସି ଉତ୍କୃଷ୍ଟ ଚଳଚ୍ଚିତ୍ର ବା କୌଣସି ମହାନ କାହାଣୀ ପ୍ରଥମ ସିନ୍ ଦେଖିକି ଜାଣି ହୁଏନି, ପୁରା କ୍ଲାଇମ୍ୟାକ୍ସ ଦେଖିକି ଜଣା ପଡ଼ିଥାଏ। ତେଣୁ ଆପଣଙ୍କ ଜୀବନର କ୍ଲାଇମ୍ୟାକ୍ସ ଯେ କ'ଣ ହବ, ଆପଣଙ୍କର ଶେଷ କେମିତି ହେବ, ଇଏ ଆପଣଙ୍କ ପ୍ରାରବ୍ଧ ଏବଂ ପୁରୁଷାର୍ଥ ଦୁଇଟା ଯାକର ମିଶ୍ରିତ ଫଳାଫଳ। ପରିସ୍ଥିତି ଚାहे ଯେତେ ବି ଖରାପ ହୋଇଥାଉ, ନିଜ ପୁରୁଷାର୍ଥରେ ଏହାକୁ ବଦଳା ଯାଇପାରେ। ରହୁଛି, ଦେଖା ହେବ ଆଉ ଏକ ଭିଡ଼ିଓ ମାଧ୍ୟମରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।